ଆପଣ ମାଣ୍ଡିଆ ତ ଘରେ ବନାଉଥିବେ କିନ୍ତୁ ଏମିତି କେବେ ବନେଇଛନ୍ତି କି? ଯଦି ନ ବନେଇଛନ୍ତି ତେବେ ଭିଡ଼ିଓଟିକୁ ପୁରା ଦେଖନ୍ତୁ ଏବଂ ଏହିପରି ଘରେ ବନେଇକି ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ବହୁତ ବଢ଼ିଆ ଲାଗିବ। ଆପଣ ଦେଖିକି ଜାଣିପାରୁଥିବେ ମାଣ୍ଡିଆଟି କେତେ ଟେଷ୍ଟି ହେଇଥିବ। ନମସ୍କାର, ମମତା କିଚେନ୍ ଓଡ଼ିଆକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଏବେ ଚାଲନ୍ତୁ ଦେଖିନେବା ଆଜିର ଏହି ରେସିପି। ଆଜିର ଏହି ରେସିପି ବନାଇବା ପାଇଁ ମୁଁ ଏଠି ମାଣ୍ଡିଆ ଗୁଣ୍ଡ ବା ମାର୍କେଟରେ ମିଳୁଥିବା ମାଣ୍ଡିଆ ଚୁନା ଏଠି 100 ଗ୍ରାମ ନେଇଯାଇଛି। ଏବେ କ'ଣ କରିବା ନା, ଏବେ ସେଇ ଗୁଣ୍ଡ ମାଣ୍ଡିଆକୁ ଏମିତି ଗୋଟେ ଗ୍ଲାସ୍ ପାଣି ଦେଇକି ଭଲ ଭାବରେ ଚାମଚ ସାହାଯ୍ୟରେ ଏହିପରି ମିକ୍ସ କରି ନେବା। ପ୍ରଥମେ ମୁଁ ଏଠି ଗୋଟେ ଗ୍ଲାସ୍ ପାଣି ଦେଇଛି, ତାପରେ ମୁଁ ଏଠି କେତେ ପାଣି ୟୁଜ୍ କରୁଛି ମୁଁ ଆପଣଙ୍କୁ ଏଠି ବନେଇଲା ବେଳେ ଦେଖେଇ ନେବି। ଏବେ ଭଲ ଭାବରେ ଏମିତି ମିକ୍ସ କରି ସାରିଲା ପରେ କ'ଣ କରିବା ନା, ଏମିତି ଗୋଟେ ବଡ଼ ଜାଗା ନେଇଯିବେ, ତାପରେ ଗୋଟେ ଚା ଛଣା ନେଇଯିବେ। ଏସବୁକୁ ଏମିତି ଭଲ ଭାବରେ ମିକ୍ସ କରି ସାରିଲା ପରେ ସେଇ ଚାହା ଛଣାରେ ଏମିତି ଛାଣି ନେବେ। ଆପଣ ଥରେ ଏହି ପ୍ରୋସେସ୍ରେ ବନାନ୍ତୁ, ଦେଖିବେ ଖାଇବାକୁ ବହୁତ ବଢ଼ିଆ ଲାଗିବ। ଯାହାକୁ ବି ଭଲ ନ ଲାଗେ ମାଣ୍ଡିଆ ଖାଇବା ପାଇଁ, ଥରେ ଏହିପରି ବନେଇକି ଖାଇଲେ ସବୁବେଳେ ଚାହିଁବେ ଏମିତି ବନେଇକି ଖାଇବା ପାଇଁ। ମାଣ୍ଡିଆ ଦେହ ପାଇଁ ବହୁତ ଭଲ ହେଇଥାଏ। ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ଯଦି ଇନଷ୍ଟାରେ ଦେଖୁଛନ୍ତି ତେବେ ଫଲୋ ତ ନିଶ୍ଚିନ୍ତ କରିବେ। ଏହିପରି ସବୁକୁ ଏମିତି ଚାହା ଛଣାରେ ଛାଣି ନେବେ ଏବଂ ରହିଯାଇଥିବା ବଳକ ଖଦଡ଼କୁ ଆପଣ ଫିଙ୍ଗି ନେବେ। ଦେଖନ୍ତୁ ଏ ଉପରେ ଯେଉଁ ଖଦଡ଼ା ଅଂଶ ରହିଯାଉଛି ଆପଣ ତାକୁ ଫିଙ୍ଗି ନେବେ। ପ୍ରଥମେ ତ ମୁଁ ଏଠି ଗୋଟେ ଗ୍ଲାସ୍ ପାଣି ଦେଇଥିଲି। ଏବେ କ'ଣ କରିବା, ଯେଉଁଥିରେ ଆମେ ମାଣ୍ଡିଆ ନେଇଥିବା ସେଇଥିରେ ସେ ଜାଗାକୁ ଧୋଇକି ଆଉ ଅଧ ଗ୍ଲାସ୍ ଏଠି ପାଣି ଦେଇଦେବା। ଯେଉଁ ଗ୍ଲାସ୍ରେ ମୁଁ ଗୋଟେ ଗ୍ଲାସ୍ ନେଇଥିଲି ସେହି ଗ୍ଲାସ୍ରେ ଆଉ ଅଧ ଗ୍ଲାସ୍ ମୁଁ ଏଠି ପାଣି ଦେଇଛି। ଟୋଟାଲ୍ ମୁଁ ଏଠି 1.5 ଗ୍ଲାସ୍ ପାଣି ୟୁଜ୍ କରିଛି। 100 ଗ୍ରାମ ମାଣ୍ଡିଆ ପାଇଁ ଟୋଟାଲ୍ 1.5 ଗ୍ଲାସ୍ ପାଣି ଅଛି। ଆପଣ ମାଣ୍ଡିଆର କ୍ୱାଣ୍ଟିଟି ଯଦି ବଢ଼ାଉଛନ୍ତି ସେହି ଅନୁସାରେ ପାଣି ବି ମଧ୍ୟ ବଢ଼େଇକି ଦେବେ। ଏବେ କ'ଣ କରିବା ନା, ଏବେ 1.5 ଗ୍ଲାସ୍ ମୁଁ ପାଣି ଦେଇଥିଲି, ସେହି ସେମ୍ ଗ୍ଲାସ୍ରେ ମୁଁ ଏଠି ଆଉ 1.5 ଗ୍ଲାସ୍ ଏଠି କ୍ଷୀର ଦେଇଦେଉଛି। କ୍ଷୀରକୁ ମୁଁ ବଏଲ୍ କରିକି ନେଇଛି। ଆପଣ କ୍ଷୀର ଜାଗାରେ ନଡ଼ିଆ ରସକୁ ଏଠି ବ୍ୟବହାର କରିପାରିବେ। ଏବେ ଗୋଟେ ଗ୍ଲାସ୍ ମୁଁ କ୍ଷୀର ଦେଇକି ଏମିତି ଟିକେ ଗୋଳେଇ ନେଉଛି, ତାପରେ ଆଉ ଅଧ ଗ୍ଲାସ୍ ଏଠି କ୍ଷୀର ଦେଇଦେବା। କ୍ଷୀର ଦେଲା ପରେ ସଙ୍ଗେ ସଙ୍ଗେ ଗ୍ୟାସ୍ ଅନ୍ କରି ବସେଇ ନେବା। ଏବେ ମୁଁ ଗ୍ୟାସ୍ ଅନ୍ କରି ବସେଇ ନେଇଛି। ପ୍ରଥମେ କ'ଣ କରିବା ନା, ହାଇ ଫ୍ଲେମ୍ରେ ଏମିତି ଆପଣ ଏମିତି ଗୋଳେଇ ନେଉଥିବେ ଏବଂ ହାଇ ଫ୍ଲେମ୍ରେ ରଖିଥିବେ ଗ୍ୟାସ୍ଟିକୁ, ବିଲକୁଲ ଛାଡ଼ିବେ ନାହିଁ। ଛାଡ଼ିବା ଦ୍ୱାରା କ'ଣ ହେଇଥାଏ ନା, ତଳୁ ଲାଗିଯିବ। ଆପଣ ଜମା ବି ଛାଡ଼ିବେ ନାହିଁ, ଏମିତି ଗୋଳେଇ ନେଉଥିବେ। ଏବେ ମାଣ୍ଡିଆ ଧୀରେ ଧୀରେ ଗାଢ଼େଇ ଆସିଲାଣି। ଯେତେବେଳେ ଏମିତି ଗାଢ଼େଇ ଆସିବ ଆପଣ କ'ଣ କରିବେ ନା, ଗ୍ୟାସ୍ର ଫ୍ଲେମ୍କୁ ଲୋରେ ରଖିବେ ଏବଂ ଏମିତି ଚଲାଉଥିବେ, ବିଲକୁଲ ଛାଡ଼ିବେ ନାହିଁ। ଛାଡ଼ିଲେ ସଙ୍ଗେ ସଙ୍ଗେ ମାଣ୍ଡିଆଟି ତଳୁ ଲାଗିଯିବ। ତ ଏବେ କ'ଣ କରିବା ନା, ମୁଁ ଏଠି ଗୋଟେ ଫାଳ ନଡ଼ିଆକୁ ଏମିତି ଛୋଟ ଛୋଟ କରିକି କାଟିକି ରଖି ନେଇଛି। ନଡ଼ିଆ ମୁଁ ଏଠି ଟିକେ କଞ୍ଚା ନଡ଼ିଆ ନେଇଛି, ଶୁଖିଲା ନଡ଼ିଆ ବିଲକୁଲ ନେବେ ନାହିଁ। କଞ୍ଚା ନଡ଼ିଆ ଦେଲେ ଖାଇବାକୁ ବହୁତ ବଢ଼ିଆ ଲାଗିବ। ଏବେ କ'ଣ କରିବା, ଏବେ ଏଠି ସ୍ୱାଦ ଅନୁସାରେ ଅଳ୍ପ କିଛି ଲୁଣ ଦେଇଦେବା। ଲୁଣ ଦେଇ ସାରିଲା ପରେ ଏମିତି ଟିକେ ଗୋଳେଇ ନେବା। ତାପରେ କଟା ହେଇ ରହିଥିବା ନଡ଼ିଆକୁ ଦେଇଦେବା। ନଡ଼ିଆକୁ ଦେଇ ସାରିଲା ପରେ ଏମିତି ଭଲ ଭାବରେ ଏମିତି ଗୋଳେଇ ନେବେ। ଯେତେ ମାଣ୍ଡିଆଟିକୁ ସିଝେଇ ନେବେ ସେତେ ଟେଷ୍ଟ ଭଲ ଆସିବ। ଆପଣ ଆକୁ 15 ମିନିଟ୍ରୁ 20 ମିନିଟ୍ ପାଖାପାଖି ଏମିତି ଗୋଳେଇକି ଆପଣ ସିଝିବାକୁ ଦେବେ। ଯେତେ ସିଝିବ ମାଣ୍ଡିଆଟି ସେତେ ଟେଷ୍ଟ ଆସିବ। ତ ଏବେ କ'ଣ କରିବା ନା, ମୁଁ ଏଠି କିଛି ଗୁଡ଼ ଦେଇଦେଉଛି। ଆପଣ ଏଠି ସ୍ୱାଦ ଅନୁସାରେ କମ୍ ଅଧିକ କରିକି ଗୁଡ଼ ଦେଇପାରିବେ। ମୁଁ ଏଠି ପାଖାପାଖି 50 ଗ୍ରାମ ଗୁଡ଼ ଏଠି ଦେଇଛି। ଗୁଡ଼କୁ ଦେଲା ପରେ ଏମିତି ଭଲ ଭାବରେ ଏମିତି ମିକ୍ସ କରି ନେବେ। ଆପଣ ଏଠି ଗୁଡ଼ ଜାଗାରେ ଚିନି ମଧ୍ୟ ଦେଇପାରିବେ, କିନ୍ତୁ ଗୁଡ଼ ଦେଲେ ଖାଇବାକୁ ବହୁତ ବଢ଼ିଆ ଲାଗିବ। ଏବେ ଗୁଡ଼କୁ ଦେଇକି ଏହିପରି ଗୋଳେଇ ନେବେ ଏବଂ ଆଉ 5ରୁ 7 ମିନିଟ୍ ଭଲ ଭାବରେ ଏମିତି ଗୋଳେଇକି ଆପଣ ସିଝିବାକୁ ଛାଡ଼ିଦେବେ। ଆପଣ ଦେଖିକି ଜାଣିପାରୁଥିବେ ମାଣ୍ଡିଆଟି ଆମର ପାଖାପାଖି ହେଇ ଆସିଲାଣି। ଏବେ କ'ଣ କରିବା ନା, ଏବେ
3-4टा गुजराती को एमती टिके छेचिकी देदेबे। एबे मु टिके दरदरा छेचा करिकी एठी गुजराती दे देइछि। गुजराती देले स्मेल बहुत बढ़िया आसीबो एवं खाइबा को बहुत बढ़िया लागिबो। आपण मांडिया को देखिकी जानि परथिबे जे मांडियाटी हमर हेई आसलानी। आपण एमती चेक करि नेबे जेते बेले कि एमती आपणकर मांडियाटी धीरे धीरे रहिकी एमती चामच रु खसुथिबो जानिबे जे आपणकर मांडियाटी परफेक्ट भाव में सीझी जाइछि। एबे जेहेतु हेई आसलानी एबे एठी गैस ऑफ करि नबा। तो एबे कौन करबा ना गरम गरम मांडिया को एमती गोटे केक टिन रे सेट करि नबा। आपनक पाखरे जदि एमती गोटे केक टिन अछि तबे आपण ई केक टिन रे सेट करि परिबे। नाइ जदि टिफिन अछि आपण टिफिन रे देकी ताकू सेट करि परिबे। एमती गरम गरम ही देबे, बिल्कुल ठंडा हवा को दबे नाही। एमती गरम गरम थिबो आपण एमती गोटे केक टिन रे देकी ताकू सेट करि नेबे एवं ठंडा हला परे आपण काटिकी खाइबा को देई परिबे। पाखा पाखी आपण 6-7 घंटा आकु भल भाबरे ठंडा करि नेबे जेमिति कि हमर ए केक टिन रे मांडियाटी पूरा सेट हे जिवो। तापरे आपण आकु खाइबा को देई परिबे। तो एबे मांडियाटी को मु कवर करके रखी नउछि एवं ठंडा हला पर मु आपनकु देखाउछि। आपण जदि राति रे एहाकु बनाउछन्ती तबे सखाळे एहाकु खाइ परिबे। देखंतु चारिपट साइड रो हमर केते सुंदर मांडियाटी बाहरी जाउछि। एबे कोन करबा ना एमती गोटे प्लेट रखिकी एहाकु एमती उल्टे की बाहर करि नबा। एबे देखंतु मु आपनको बाहर करके एठी देखै नैछि। तापर कोन करबा ना एमती नाइफ सहायता रे आपनाकु काटिकी खाइबा को देई परिबे। आज रे मांडिया रेसिपी आपनको केमती लागिला आशा करूछि। आज रे मांडिया रेसिपी आपनको भल लागिथिबो। आपण तो की केते प्रकार बनाउथिबे किंतु एही परि थरे बनै कि देखंतु देखिबे एहार स्वाद आहुरी 2 गुणा बढ़ी जिवो एवं खाइबा को बहुत बढ़िया लागिबो। आपण एमिति केबे जदि बनै नांती तबे वीडियो टिकु देखिकी एही परि थरे बनै कि खांतु एवं केमिति लागिला कमेंट बॉक्स रे निश्चिंत कमेंट करिवे। आज रही मांडिया रेसिपी जदि आपनको भल लागिछि तबे ममता किचन को लाइक शेयर सब्सक्राइब निश्चिंत करिवे। मो आउ गोटे रेसिपी नै कि आपण मानक पाखकु आसीबी। से पर्यंत रहिली नमस्कार।